ସେତେବେଳେ ସାମାନ୍ୟ ଜିନିଷଟା କିଛି ଫରକ ପଡ଼ିବନି, ମତେ କିଛି ଫରକ ପଡ଼ିବନି। ଆରେ ଦେଖନ୍ତୁ ଦେଖନ୍ତୁ ପୁରୁଷ ସମାଜ ଆଜି ଗୋଟେ ନିର୍ଲଜ ସ୍ୱାମୀ ନିଜ ସ୍ତ୍ରୀର ଖୁସି ପାଇଁ ଏବଂ ଏ ଘର ମା ନିଜ ଦାଣ୍ଡରେ ନିଲାମ ନବାକୁ କଣ ସବୁ ନ କରୁଛି। ମିଷ୍ଟର ସ୍ୱାମୀ ମହାଶୟ, ତମେ ଯଦି ତମ ସୀମା ଭିତରେ ବନ୍ଧୁ ବାନ୍ଧାନ୍ତ ଆଜି ତମକୁ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। କାହିଁକି ନା ମୁଁ ହଉଛି ବଡ଼ ସୋସାଇଟି ଲେଡି। ଆଇ ସୋସାଇଟିରେ ବଞ୍ଚିବାକୁ ଲାଇକ୍ କରେ। ଆଉ ତମେ ହଉଛ ଜଣେ ଅଟୋ ଚାଳକ। ସେଦିନ ଅଟୋ ଲିଫ୍ଟ ଦେବା ବାହାନାରେ ତମ ରୁମ୍ ଭିତରକୁ ମୋତେ ନେଇଗଲ। ଆଉ ମନ ଭରି ଏ ଶରୀରଟାକୁ ଉପଭୋଗ କଲ। ଆଉ ତାପରେ 3 ମାସ ପରେ ଜାଣିଲା ବେଳକୁ ମୁଁ ତମ ପିଲାର ମା ହବାକୁ ଯାଉଛି। କେବଳ ସେଇଥିପାଇଁ ବାଧ୍ୟ ହେଇ ମୁଁ ତମକୁ ମ୍ୟାରେଜ କଲି। ଆଉ ତମେ ଯଦି ତମ ଟାଟସର ଝିଅକୁ ବାହା ହେଇଥାନ୍ତ ଆଜି ତମକୁ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। କି ତମେ ଯଦି ମୋର ସବୁ ଆଶା ଅଭିଳାଷ ପୂରଣ କରିଥାନ୍ତ ହୁଏତ ତମକୁ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ସମସ୍ତଙ୍କ ପାଖରେ ତମର ଦୁଷ୍ଟ ପରିସ୍ଥିତି ବେଳେ ଜନ୍ମଗତ ସାରି କୁହ, ଏଠି ତମର ଦୋଷ ନା ମୋର ଦୋଷ? ଏମିତି ମଣିଷ ଦୁନିଆରେ ଅଛି ବିଶ୍ୱାସରେ ବିଷ ଦିଏ। ସ୍ୱାମୀ ଥାଉ ଥାଉ ପର ହାତ ଧରି ଧୋକା ଦେଇ ଚାଲିଯାଏ। ଟୁଟି ଯାଉ ସାତ ଜନ୍ମର ସମ୍ପର୍କ, ମିଳୁ ପଛେ ତାକୁ କେତେ ଅଭିଶାପ। ଜୀବନ ଥାଇବି କରୁଛି ମଣିଷ ଏଇ ଭାଜ ଦୋଷ। ଏଠି ତୋର ଦୋଷ ନା ମୋର ଦୋଷ। ଏଠି ତୋର ଦୋଷ ନା ମୋର ଦୋଷ।